କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦ ଅନଲାଇନ ଡିଭାଇନ ଗ୍ରେସ୍ ପାଠଚକ୍ରର ମୁଖ୍ୟ ସଞ୍ଚାଳିକା ଆମ ସମସ୍ତଙ୍କର ସମ୍ମାନର ଆସ୍ଥା ପ୍ରିୟମ୍ବଦାପା ଆଜିର ଏହି କାର୍ଯ୍ୟକ୍ରମକୁ ଯେଉଁମାନେ ପ୍ରତ୍ୟକ୍ଷ ଭାବରେ ନିଜର ଯୋଗଦାନ ଦେଇଛନ୍ତି ସୁନିତା ଆପା, ଅନ୍ନପୂର୍ଣ୍ଣା ଆପା ଏବଂ ଅତି ଚମତ୍କାର ସଙ୍ଗୀତ ଯିଏ ଆମ ସମସ୍ତଙ୍କ ଆଗରେ ରଖୁଥିଲେ ପ୍ରିୟ ପ୍ରମୋଦ ଭାଇ ଏବଂ ଓଡ଼ିଶାର କୋଣ ଅନୁକୋଣରୁ ଏବଂ ଓଡ଼ିଶା ବାହାରୁ ମଧ୍ୟ ଅନେକ ଭାଇ ଭଉଣୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରୁଛନ୍ତି। ସମସ୍ତଙ୍କ ପାଇଁ ମାଙ୍କର ଅସୀମ କୃପା ଭିକ୍ଷା କରୁଛି। ଆମେ ଆଜି ଆତ୍ମସନ୍ଦୀପନ ସମ୍ପର୍କରେ କିଛି ଆଲୋଚନା କରିବା ପାଇଁ ଯାଉଛୁ, ଯାହାକୁ ଆମେ ଇଂରାଜୀରେ କହୁଛେ ସେଲ୍ଫ ଇଲୁମିନେସନ। ସେହିଭଳି ଆହୁରି ସମାର୍ଥବୋଧକ ଅନେକ ଗୁଡ଼ିଏ ଶବ୍ଦ ଆମେ ଶୁଣିଛୁ, ଯାହାକୁ ଆମେ କହୁଛୁ ସେଲ୍ଫ ଡିସ୍କଭରି, ଆତ୍ମ ଆବିଷ୍କାର, ସେଲ୍ଫ ଅନଫୋଲ୍ଡମେଣ୍ଟ, ଆତ୍ମ ଉନ୍ମୋଚନ, ସେଲ୍ଫ ଏଟେନମେଣ୍ଟ, ଆତ୍ମ ପ୍ରାପ୍ତି, ଆତ୍ମ ଉପଲବ୍ଧି, ସେଲ୍ଫ ରିଅଲାଇଜେସନ, ଆତ୍ମ ଅନୁଭବ ଏବଂ ସେଲ୍ଫ ଏନଲାଇଟେନମେଣ୍ଟ, ସ୍ୱୟଂ ପ୍ରଭା ଏବଂ ସେଲ୍ଫ ଫୁଲଫିଲମେଣ୍ଟ, ଆତ୍ମ ପରିପୂର୍ଣ୍ଣ। ଏ ସମସ୍ତ ଗୋଟିଏ ଲକ୍ଷ୍ୟ, ଯେଉଁ ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ବ୍ୟକ୍ତି ଯେତିକି ସାଧନା କରେ ଆଉ ସେଥିରେ ମାଙ୍କର ଯେଉଁ କ୍ରିୟାଧାରା ସବୁ ରହିଛି, ସେ ବିଶ୍ୱ ପ୍ରକୃତିରେ ମଧ୍ୟ ଏହାର ଉପଲବ୍ଧି ପାଇଁ ଅନେକ ଗତି ପ୍ରଗତି ଚାଲୁ ରହିଛି ଏବଂ ଯଦି ବିଶ୍ୱତୀର୍ଣ୍ଣ ଶକ୍ତି ସକଳଙ୍କୁ ଦେଖିବା, ସେମାନେ ମଧ୍ୟ ଏଥିରେ ସହଯୋଗ କରୁଛନ୍ତି। ଏହି ସମଗ୍ର ବିଜ୍ଞାନକୁ ଶ୍ରୀ ଅରବିନ୍ଦ ବିବର୍ତ୍ତନ ବୋଲି କହିଛନ୍ତି। କ୍ରମେ କ୍ରମେ ମଣିଷ ଅନ୍ଧକାରରୁ ଆଲୋକ ଆଡ଼କୁ ଅଗ୍ରସର ହେଉଛି। ମନୁଷ୍ୟ ଗୋଟିଏ ପ୍ରାଣୀ ହେଇକି ଜନ୍ମ ହୋଇଥିଲା ଏବଂ ସେଇ ପଶୁ ମନୁଷ୍ୟଟି ଏକ ଦେବ ମନୁଷ୍ୟରେ ପରିଣତ ହେବାକୁ ଯାଉଛି ସେଇ ଆଲୋକ ଦ୍ୱାରା ବା ସେଇ ଆତ୍ମସନ୍ଦୀପନ ଦ୍ୱାରା। ଯେଉଁ ଜଗତଟିକୁ ସେ କିଛି ବୁଝୁନଥିଲା, ଆଜି ସେ ଜଗତଟିକୁ ବୁଝିବା ପାଇଁ ଚେଷ୍ଟା କରୁଛି। ଆମେ ଏହି ପ୍ରକ୍ରିୟାଟିକୁ ଆତ୍ମସନ୍ଦୀପନ ବୋଲି କହିପାରିବା। ଏହି ଆତ୍ମସନ୍ଦୀପନ ସବୁବେଳେ is very much related or very much adhered, ତା ସହିତ ସଂଲଗ୍ନ ଯେ ଆମର ଯେଉଁ ପୃଥିବୀର ଯେଉଁ ଇଭଲ୍ୟୁସନ ସହିତ। ଏବଂ ଆମେ ଯେତେବେଳେ ଅନ୍ଧକାରରେ ଥିଲେ, ଆମେ ଯେତେବେଳେ ଅଜ୍ଞାନତାରେ ଥିଲେ, ସେତେବେଳେ ଆମ ପାଖରେ ପ୍ରଶ୍ନ ପଚାରିବାର ମଧ୍ୟ ନା ଇଚ୍ଛା ଥିଲା, ନା ସାମର୍ଥ୍ୟ ଥିଲା, ନା କିଛି ଆମେ ପ୍ରଶ୍ନ ପଚାରି ପାରୁଥିଲୁ। କାରଣ ଏହି ଜଗତରେ ଅନେକ ପ୍ରାଣୀ ଅଛନ୍ତି, କିନ୍ତୁ କେହି ପ୍ରଶ୍ନ ପଚାରି ପାରନ୍ତି ନାହିଁ। କୌଣସି ଭାଲୁ, ବାଘ, ସିଂହ, ଗଛ ବୃକ୍ଷ କେହି ପ୍ରଶ୍ନ ପଚାରନ୍ତି ନାହିଁ। କେବଳ ଜଣେ ପ୍ରଶ୍ନ ପଚାରେ। ଗୋଟିଏ ପ୍ରାଣୀ, ସେ ହେଉଛି ମଣିଷ। କାହିଁକି ନା ତାର ମନ ରହିଛି। ଯଦି ଯେତେବେଳେ ମନୁଷ୍ୟ ତାର ସକଳ ପ୍ରାଣିକତା ନେଇ ବଞ୍ଚୁଥିଲା, ନିଅଣ୍ଡାର୍ଥାଲର ମଣିଷ କଥା ଭାବନ୍ତୁ। ସତ୍ପ୍ରେମ ଗୋଟେ ଚମତ୍କାର ବହି ଲେଖିଛନ୍ତି ନିଅଣ୍ଡାର୍ଥାଲ ଲୁକ୍ସନ। ତ ସେଇଠି ଦେଖିବେ ସେ ମଣିଷ କେବେ ମାନେ ତଳମୁହାଁ ହିଁ ବଞ୍ଚୁଥିଲା, ଗୋଟେ ଗରିଲା ଯେମିତି ବଞ୍ଚେ। କିନ୍ତୁ ଦିନେ ମଣିଷଟି ଆକାଶକୁ ଦେଖିଲା। ଏହି ଆକାଶକୁ ଦେଖିପାରିବାର ଭାଗ୍ୟ କେବଳ ମଣିଷର ଅଛି। ଏହି ଜଗତରେ କୌଣସି ପ୍ରାଣୀ ପାଖରେ ଆକାଶକୁ ଦେଖିବାର ଭାଗ୍ୟ ନାହିଁ। ଯଦିଓ ଚଢ଼େଇ ଆକାଶରେ ଉଡ଼େ, କିନ୍ତୁ ସେ ଆକାଶକୁ ଦେଖିପାରେ ନାହିଁ। ଏଇ ଗୋଟିଏ ବହୁତ ବଡ଼ ଚମତ୍କାର। ଏକ ଊର୍ଦ୍ଧ୍ୱକୁ ଦୃଷ୍ଟି ଫେରାଇ ପାରିବା, ନିଜର
ଚକ୍ଷୁକୁ ବା ନିଜର ଦର୍ଶନକୁ ଊର୍ଦ୍ଧ୍ୱ ଗତିରେ ସମ୍ମିଳିତ କରିବା, ତାକୁ ଅଧ୍ୟୟନ କରିବା, ଏଇ ହେଉଛି ମଣିଷର ଏକ ଦିବ୍ୟ ଅଧିକାର। ଏହି ଅଧିକାର ପାଇଁ ଆମେ ମାଙ୍କ ପାଖରେ କୃତଜ୍ଞ ହେବା ଉଚିତ ଯେ ମହାପ୍ରକୃତି ମହାମାୟା ଆମକୁ ଏମିତି ଗଢିଛନ୍ତି ଯେ ଆମେ ପ୍ରଶ୍ନ ପଚାରିବା, ଊର୍ଦ୍ଧ୍ୱକୁ ଦେଖିବା। ଏଇ ପ୍ରଶ୍ନ ପଚାରିବାଟା ହିଁ ତ ଆମ ଭିତରେ ବିଜ୍ଞାନ ତିଆରି କରିଛି, ଦର୍ଶନ ତିଆରି କରିଛି, ଅଧ୍ୟାତ୍ମ ତିଆରି କରିଛି। କୌଣସି ଖୋଜ ଯୋଉଟାକୁ ଆମେ ଖୋଜୁଛୁ, ଯୋଉଟାକୁ ଅନ୍ୱେଷଣ କରୁଛୁ, ତାକୁ ତିଆରି କରିଛି। ଆମ ସୁଖ ଦୁଃଖର ଭାବନା ସବୁ ତିଆରି କରିଛି, ଆମ ଅନୁଭବ ତିଆରି କରିଛି। ଏବଂ ଏଇ ବିରାଟ ଜ୍ଞାନ ବିଜ୍ଞାନର ଯୋଉ ବିରାଟ ସମଷ୍ଟି ତିଆରି ହେଇଛି ଜଗତରେ, ଏଇ ସମସ୍ତ ସମ୍ଭବ ହେଇଛି କେବଳ ଆତ୍ମ ସନ୍ଦୀପନ ଦ୍ୱାରା। ମଣିଷ ଯେତେ ଯେତେ ଆଲୋକିତ ହେଇଛି, ମଣିଷ ଯେତେ ନିଜ ଭିତରେ ଦୀପ ଜାଳିଛି, ସେଇ ଦୀପଟି ଆଉ ଗୋଟେ ଦୀପକୁ ଜାଳି ଦେଇଛି। ଏଇଭଳି ଗୋଟିଏ ଦୀପରୁ ଆହୁରି ଅମାପ ଦୀପ ଜଳି ଉଠିଛି। ହଜାର ହଜାର ବର୍ଷ ଧରି ଦୀପ ଜଳିଛି, ସକ୍ରେଟିସଙ୍କ ଠାରୁ ଆରମ୍ଭ କରି ଶ୍ରୀ ଅରବିନ୍ଦଙ୍କ ପର୍ଯ୍ୟନ୍ତ। ଏଇ ସବୁ ଆତ୍ମ ପ୍ରଦୀପନ ଦ୍ୱାରା, ଆତ୍ମ ସନ୍ଦୀପନ ଦ୍ୱାରା, ବୁଦ୍ଧଙ୍କ ଠାରୁ ଆରମ୍ଭ କରି ଆଜିର ବହୁତ ବଡ଼ ବଡ଼ ବୈଜ୍ଞାନିକ ମାନଙ୍କ ପର୍ଯ୍ୟନ୍ତ ଆମେ ଯେତେବେଳେ ଜୀବନ ସମ୍ପର୍କରେ, ଜୀବନର ରହସ୍ୟ ସମ୍ପର୍କରେ, ବିଶ୍ୱ ସୃଷ୍ଟି ସମ୍ପର୍କରେ, ଆମର ଅସ୍ତିତ୍ୱ ସମ୍ପର୍କରେ ଆମେ କେବଳ ପ୍ରଶ୍ନ ପଚାରି ପାରିଛୁ ଏବଂ ଅନେକ ଉତ୍ତର ମଧ୍ୟ ପାଇଛୁ। ଏଇ ସମସ୍ତ ହେଉଛି ଏକ ଆଲୋକିତ ସମଷ୍ଟି ତିଆରି କରିଛି ଏବଂ ଏକ ଆଲୋକ ସାମ୍ରାଜ୍ୟ ତିଆରି କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଭାଇ ଭଉଣୀ ମାନେ, ମୁଁ ଆପଣମାନଙ୍କୁ ପ୍ରଥମରୁ ଅଭିନନ୍ଦନ ଜଣାଇ ଦେଉଛି ଯେ ଆମେ ସମସ୍ତେ ଗୋଟେ ଆଲୋକ ସାମ୍ରାଜ୍ୟର ବାସିନ୍ଦା। ଆମେ ସମସ୍ତେ ଏଇଭଳି ଗୋଟେ ଅବସ୍ଥାରେ ରହିପାରିବା ପାଇଁ ଆମର ପୂର୍ବସୂରୀ ମାନେ, ଆମେ ନିଜେ କେତେ ତପସ୍ୟା କରିଛନ୍ତି, କେତେ ଅଭିପ୍ସା କରିଛନ୍ତି, କେତେ ଆସ୍ପୃହା କରିଛନ୍ତି, କେତେ କୃପାପ୍ରାପ୍ତ ହୋଇଛନ୍ତି। ଏଇ କୃପାର ପରିଣାମ ହେତୁରୁ ଆମେ ଆଜି ଗୋଟେ ଆଲୋକିତ ଜୀବନ ପଥରେ ଅଛନ୍ତି ଏବଂ ଆଲୋକ ସମ୍ପର୍କରେ ଆଜି ଆଲୋଚନାକୁ ମଧ୍ୟ ଆମେ ଶୁଣୁଛନ୍ତି। ଶ୍ରୀ ଅରବିନ୍ଦ କହିଲେ ଯେ ମଣିଷ ଯେତେବେଳେ ପ୍ରାଚୀନ କାଳରୁ, ଯେତେବେଳେ ସରସ୍ୱତୀ ନଦୀ କୂଳରେ ଆର୍ଯ୍ୟ ଋଷିମାନେ ତପସ୍ୟା କରୁଥିଲେ, ଧ୍ୟାନ କରୁଥିଲେ, ଅଧ୍ୟୟନ କରୁଥିଲେ, ଗବେଷଣା କରୁଥିଲେ, ପ୍ରଶ୍ନ ପଚାରୁଥିଲେ, ଅନ୍ୱେଷା କରୁଥିଲେ, ନିଜ ଆତ୍ମାକୁ ମହାନ ଦେବଶକ୍ତି ସହିତ, ମହାନ ଈଶ୍ୱରଙ୍କ ଶକ୍ତି ସହିତ ଯୋଡୁଥିଲେ, ସେତେବେଳେ ସେମାନେ ପ୍ରଶ୍ନ ପଚାରୁଥିଲେ, ଏଇ ବିଶ୍ୱ ସୃଷ୍ଟିର କିଛି ଲକ୍ଷ୍ୟ ଅଛି? ଏ ହେଉଛି ବହୁତ ବଡ଼ ପ୍ରଶ୍ନ। ଦ୍ୱିତୀୟ ପ୍ରଶ୍ନ ହେଇପାରିବ, ଏଇ ବିଶ୍ୱରେ ମୋର କାମ କଣ? ଆଉ ମୁଁ ଏଠି କଣ କରିବା ପାଇଁ ଜଗତରେ ରହିଛି ଏବଂ ମୋର ଆତ୍ମା ବା ମୁଁ ନିଜେ, ମୋର ଅସ୍ତିତ୍ୱଟି କିଭଳି ଭାବରେ ବିଶ୍ୱ ସୃଷ୍ଟି ସହିତ ସଂଲଗ୍ନ? ଏଇ ହଜାର ପ୍ରଶ୍ନ। ଏଇ ପ୍ରଶ୍ନର ଯଥାଯଥ ଉତ୍ତର ଶ୍ରୀ ଅରବିନ୍ଦ ଲାଇଫ୍ ଡିଭାଇନ୍ ପୁସ୍ତକରେ କେତେ ଚମତ୍କାର, କେତେ ମାର୍ମିକ, କେତେ ଅନ୍ତରଙ୍ଗ ଭାବରେ ପ୍ରଦାନ କରିଛନ୍ତି। ସେତେବେଳେ ଯେତେବେଳେ ଆମେ ତାକୁ ପଢୁଛନ୍ତି, କେତେ ଅଭିଭୂତ ଲାଗୁଛି, କେତେ ବିସ୍ମୟ ଲାଗୁଛି, କେତେ ବିହ୍ୱଳ ଲାଗୁଛି ଯେ ସତରେ ଆମର ଏଇ ବିଶ୍ୱ ସୃଷ୍ଟି ମୂଳରେ ଏତେ କାରଣ ରହିଛି। ଆମେ ବ୍ୟକ୍ତି ଭାବରେ ଜନ୍ମ ହେଇଛୁ, ଆମେ ଗୋଟେ ବିରାଟ ସମ୍ଭାବନାକୁ ସାକାର କରିବା ପାଇଁ ଆମେ ଜନ୍ମ ହେଇଛୁ ଏବଂ ଏକ ବିରାଟ ଅନୁଭବ ଆମକୁ ଅପେକ୍ଷା କରିଛି, ଏକ ବିରାଟ ଉପଲବ୍ଧି ଆମକୁ ଅପେକ୍ଷା କରିଛି। ଆମେ ସମସ୍ତେ ଅନ୍ଧକାରରୁ ଆଲୋକ ଆଡ଼କୁ ଯାତ୍ରା କରିବା ପଥରେ ଦିନେ ଆନନ୍ଦକୁ ପାଇବା, ପରିପୂର୍ଣ୍ଣତାକୁ ପାଇବା, ଏଇଭଳି ଏକ ବିରାଟ ଆଶା, ପ୍ରତିଶ୍ରୁତି ଏବଂ ଗୋଟେ ପ୍ରକାର ବଡ଼ ଯାହାକୁ କୁହାଯାଏ ଗୋଟେ ସାଟିଚ୍ୟୁଡ, ଗୋଟେ ପ୍ରକାର ନିଶ୍ଚିତତ୍ୱ ମଧ୍ୟ ଆପଣଙ୍କୁ ପ୍ରଦାନ କରାଯାଇଛି। ଏବଂ ଯେତେବେଳେ ମଣିଷ ପ୍ରଶ୍ନ ପଚାରିଲା ଯେ ବିଶ୍ୱର ସୃଷ୍ଟି କାହିଁକି ହେଇଛି, ତାହେଲେ ପ୍ରଶ୍ନର ଉତ୍ତର ଏହା ହେବ ଯେ ବିଶ୍ୱ ସୃଷ୍ଟିଟି ଗୋଟେ ଇପ୍ସିତ ପରିପୂର୍ଣ୍ଣତା ଆଡ଼କୁ ଗତି କରୁଛି। କାରଣ ଏଇ ଯୋଉ ବିଶ୍ୱକୁ ଯିଏ ସୃଷ୍ଟି କରିଛନ୍ତି, ଯେ ସ୍ରଷ୍ଟା, ସିଏ ତାଙ୍କର ଏକ ଖସଡ଼ା ଅଛି, ତାଙ୍କର ଏକ ବିଧି ନିର୍ଦ୍ଦିଷ୍ଟ ବ୍ୟବସ୍ଥା ରହିଛି ଏବଂ ତାଙ୍କର ମଧ୍ୟ କିଛି ଯୋଜନା ଅଛି ସୃଷ୍ଟି ମୂଳରେ। ବିନା ଯୋଜନାରେ, ବିନା ଚିନ୍ତାରେ, ବିନା ମାନେ ଚିନ୍ତା ନ କରିକି ଏମିତି ଗୋଟେ କିଛି ତ କରାଯାଇ ନାହିଁ। ମାନେ ଜାଗୃତ ଭାବରେ ତାକୁ କନସିୟସ୍ ଫୋର୍ସ ଗୋଟିଏ, ଯୋଉ ଆମେ ଦିନେ ଏଇଭଳି ପାଠଚକ୍ରରେ ଦିନେ
ଯୋଉ ଆଲୋଚନା କରୁଥିଲେ ସେଇ ଯୋଉଟା କୁହାଯାଉଛି ଆମେ କ୍ରିଏଟିଭ ଫୋର୍ସ ବା ଯୋଉଟା ସୃଜନ ଶକ୍ତିର ମହାଲୀଳା, ସେଦିନ ଆମେ ଆଲୋଚନା କରିଥିଲେ ଯେ ଏଇ ବିଶ୍ୱକୁ ଯିଏ ସୃଜନ କରିଛନ୍ତି, ଯିଏ କେବଳ ସୃଜନରେ ବିଶ୍ୱାସ କରନ୍ତି, ଧ୍ୱଂସ ଏଇ ତାଙ୍କ ଅଭିଧାନରେ ନାହିଁ। ଆଉ ସେ ଯେତେବେଳେ ଧ୍ୱଂସ କରନ୍ତି ଗୋଟେ ନୂତନତ୍ୱ ପାଇଁ ହିଁ ତାକୁ ଧ୍ୱଂସ କରନ୍ତି। ଅର୍ଥାତ୍ ଆମେ କିନ୍ତୁ ତାକୁ ଧ୍ୱଂସ ବୁଝୁଛୁ, ପ୍ରଳୟ ବୁଝୁଛୁ, କିନ୍ତୁ ଅସଲରେ ସୃଜନଶୀଳ ସତ୍ତା ହିଁ କେବଳ ସୃଜନ କରନ୍ତି। ଆଉ ସେ ହେଉଛନ୍ତି ସୃଜନର ମହାଶକ୍ତି। ସେ ଯୋଉ ସୃଷ୍ଟିଟିକୁ ତିଆରି କରିଛନ୍ତି, ଏଇ ସୃଷ୍ଟିଟି ଗୋଟେ ପରିପୂର୍ଣ୍ଣତା ଆଡକୁ ଗତି କରୁଛି। ଏଇ ପରିପୂର୍ଣ୍ଣତାଟାକୁ ବୁଝିବା ପାଇଁ ଆପଣଙ୍କୁ ଦରକାର ଆଲୋକ, ଆପଣଙ୍କୁ ଦରକାର ଜ୍ଞାନ, ଆପଣଙ୍କୁ ଦରକାର ପ୍ରଦୀପନ, ଆପଣଙ୍କୁ ଦରକାର ସନ୍ଦୀପନ। ନିଜ ଭିତରେ ସେଇ ପ୍ରଶ୍ନର ଆଲୋକଟିକୁ ନ ଜାଳିଲେ ନିଜ ଭିତରେ ଉତ୍ତରର ସେଇ ମହାଲୋକଟି ପାଇବେ ନାହିଁ। ବା ଆମକୁ ସମସ୍ତଙ୍କୁ ପ୍ରକାରାନ୍ତରେ ଗୋଟେ ଏଇ ବ୍ୟକ୍ତି ଜୀବନର ଊର୍ଦ୍ଧ୍ୱରେ ଆଉ ଗୋଟେ ବିଶ୍ୱ ଜୀବନର ସନ୍ଧାନ କରିବାକୁ ପଡିବ ଏବଂ ସେଇ ବିଶ୍ୱ ଜୀବନର କିଛି ଅନୁଭବକୁ ନେଇ ଆଉ ତାର ସତ୍ୟକୁ ନେଇ ଆମେ ଯେତେବେଳେ ଜୀବନ ଧାରଣ କରିବା, ତାହା ହିଁ ହବ ଆମ ସାଧନାର ଦିଗରେ ଆଉ ଗୋଟେ ବଡ ପାହାଚ। ଏବଂ ବ୍ୟକ୍ତି ବି ପ୍ରଶ୍ନ ପଚାରିଛି, ଯଦି ମୋର ଯୋଉ ଆତ୍ମସତ୍ତା ରହିଛି ବା ମୁଁ ଯୋଉ ଜୀବନଟିଏ ବଞ୍ଚୁଛି, ମୋ ପାଖରେ ଯୋଉ ଶକ୍ତି ରହିଛି, ମୋ ପାଖରେ ଯୋଉ ଚେତନା ରହିଛି, ଇଏ ସବୁ କଣ ପାଇଁ ରହିଛନ୍ତି, କଣ ତାର ଉଦ୍ଦେଶ୍ୟ କଣ? ଶ୍ରୀ ଅରବିନ୍ଦ ତାର ଉତ୍ତର ଦଉଛନ୍ତି। ସେ କହୁଛନ୍ତି ଆମ ଜୀବନ, ଖାଲି ଆମ ଜୀବନ ନୁହେଁ, ଯେତେ ଜୀବନ କ୍ଷେତ୍ର ଅଛି, ଯେତେ ଜୀବନ କ୍ଷେତ୍ର ଅଛି, ଯୋଉ ଡୋମେନ୍ ଅଛି, ଲାଇଫ ଡୋମେନ୍, ଏ ସବୁ କିଛି କଣ ହବ ନା ଏଇ ଆତ୍ମସତ୍ତା ଗୁଡିକ ଗୋଟେ ଶକ୍ତି, ଚେତନା ଓ ଆନନ୍ଦକୁ ପରିପୂର୍ଣ୍ଣ ଭାବରେ ଫୁଟେଇବା ପାଇଁ ଏଠି ଅଛନ୍ତି। ତ ଆପଣଙ୍କୁ ଏଠି କହି ରଖେ, ଗୋଟେ ଜୀବନ କଣ ଯଥେଷ୍ଟ ହେଇନଥାନ୍ତା? ବହୁତ ଜୀବନ କାହିଁକି ତିଆରି କରିଦେଲେ? ଯୋଉ ବହୁତ ଜୀବନଟା କଣ ସତରେ ଆଲୋକ ଆଡକୁ ନଉଛି କି? ଆମେ ସବୁ ଯୁଦ୍ଧ, ଝଗଡା, ଅଶାନ୍ତି, ଅସନ୍ତୋଷ, ଆମ ଘର ଭିତରେ ଆମେ 3 ଜଣ ଲୋକ ସାଙ୍ଗରେ ରହିପାରୁନୁ, ଆଉ ଆମେ କେତେ ଦୁଃଖ, କଷ୍ଟ, ଯୁଦ୍ଧ, ଯନ୍ତ୍ରଣା ଭିତରେ ରହିଛୁ। ତାହେଲେ ଏତେ ସବୁ ମଣିଷ କଣ ପାଇଁ ଦରକାର ହେଲେ? ଏ ଯୋଉ ଏତେ ଜୀବନ କଣ ଦରକାର ପଡୁଥିଲା? ଏତେ ଜୀବନକୁ ନେଇକି ଆମେ କଣ କରିବା? ତ ଜଣେ ମୁସଲମାନ ସନ୍ଥ, ତାଙ୍କ ନାଁ ଶୁଣିଥିବେ ଯଦି ରୁମି, ସେ ଗୋଟେ ବଢିଆ କଥା କହିଛନ୍ତି, ମତେ ଭାରି ଏଟା ଭଲ ଲାଗେ, ମୁଁ ଆପଣମାନଙ୍କୁ ଜଣାଉଛି। ସେ କହୁଛନ୍ତି ଯେ ଇଲୁମିନେସନ ଇଜ ଏଟର୍ନାଲ। ଏଇ ସନ୍ଦୀପନଟି ଏକ ଶାଶ୍ୱତ ପ୍ରକ୍ରିୟା, ଏଇଟା ହବ। ଆପଣ ଅନ୍ଧକାର ଭିତରୁ ଆଲୋକ ଆଡକୁ ଯାତ୍ରା କରିବାକୁ ବାଧ୍ୟ। ଯେଭଳି ଗୋଟେ ମାନେ ଶ୍ରୀ ଅରବିନ୍ଦ ବି କହୁଛନ୍ତି, ରାତି ପାହିବା ପୂର୍ବରୁ, ସକାଳ ଆସିବା ପୂର୍ବରୁ, ଖଜରା ଫାଟିବା ପୂର୍ବରୁ, ସୂର୍ଯ୍ୟୋଦୟ ପୂର୍ବରୁ, ସେଇ ପ୍ରତ୍ୟୁଷଟି ଆସିବା ପୂର୍ବରୁ, ଉଷାଟି ଆସିବା ପୂର୍ବରୁ, ସୂର୍ଯ୍ୟଙ୍କର ପ୍ରଥମ ସ୍ୱର୍ଣ୍ଣାଭ କିରଣ ଏଇ ପୃଥିବୀ ଛୁଇଁବା ପୂର୍ବରୁ ଅନ୍ଧକାର କିଭଳି ଗଭୀର ହେଇଯାଏ। କାହିଁକି ଏଟା ଏଟର୍ନାଲ, କାହିଁକି ଏଟା ଶାଶ୍ୱତ? କାରଣ ତାର ଚରମ ସତ୍ୟ ହଉଛି ଯେ ଇଟ୍ ଇଜ ଇଭଲଭିଂ, ଇଏ ବିବର୍ତ୍ତନର ପଥରେ ରହିଛି। ଏଜ ଦେୟାର ଆର୍ ବିଲିୟନ ଅଫ ଷ୍ଟାର୍ସ। ଆମେ ଯୋଉମାନେ ପଚାରୁଛୁ ଏ ଜୀବନ ଏତେ ବହୁ ବିଚିତ୍ର, ବୈଚିତ୍ର୍ୟମୟ କାହିଁକି ହେଲା? ଏତେ ଭେରାଇଟିଜ, ଇନଫାନାଇଟ ଭେରାଇଟିଜ ରହିଛି ଜଗତ ଜୀବନରେ। ଆଉ ସେ ଭେରାଇଟି ଯୋଉଗୁଡ଼ିକୁ ନେଇକି ଆମେ କିଛି ଉପଭୋଗ କରିପାରୁନୁ, ତାର କିଛି ଆନନ୍ଦ ପାଉନୁ। ଆମର କାମ ଏଇ ଯେ ଆମେ ଖାଲି ଝଗଡା ଭିତରେ ପଶୁଛୁ, ଆମେ ସବୁ କେତେ ଅସନ୍ତୋଷ ଭିତରେ ଅଛୁ। ସେ ନଥିଲେ ମୁଁ ଖୁସି ହେଇଥାନ୍ତି, ଇଏ ନଥିଲେ ମୁଁ ଖୁସି ହେଇଥାନ୍ତି, ଏମିତି ଘଟି ନଥିଲେ ମୁଁ ଖୁସି ହେଇଥାନ୍ତି, ସେମିତି ଘଟି ନଥିଲେ ମୁଁ ଖୁସି ହେଇଥାନ୍ତି। ଆମ ମନର ଆବେଗ ସର୍ବସ୍ୱତା ଆମକୁ ଏଇଠି ରଖିଛି, ବାନ୍ଧି ରଖିଛି। ଏ ବି ଗୋଟେ ବଡ ଅନ୍ଧକାର। କିନ୍ତୁ ସେ ରୁମି କହିଲେ, ଏଇ ଯୋଉ ତାରା ଗୁଡାକ ହେଲେ ଗୋଟେ ଗୋଟେ ଷ୍ଟେପ, ମାନେ ସିଡିର ପାହାଚ ଦେଖିଛନ୍ତି ତ? ଯେତେ ତାରା ସେତେ ପାହାଚ, ଯେତେ ତାରା ସେତେ ପାହାଚ।
There are billions of stars and billions of steps. तापरे कौन हबो जेमिति billions of star अछंती सेमिति billions of मनीष अछंती billions of souls. As there are billions of souls, there are billions of ways to grow. ताले जदि सबु तारा गुडी को गुटे गुटे पहाच ताले सबु आत्मा गुडी को तांको बाटरे अनन्यतार सहित वृद्धि प्राप्त होउछंती. और सतरे देखंतु आमे जणे मनीष होइतिले आपण घरटी आपण कर देबे जणे मेसन काम करूची जणे प्लम्बिंग काम करूची जणे टाइलिंग करूची जणे इलेक्ट्रिसिटी करूची समस्तंक पाखरे जो शक्ति रही समस्तंक पाखरे जो सामर्थ्य रही समस्तंक पाखरे जो प्रतिभा रही समस्तंक पाखरे जो प्रत्यय रही ये सब किछि मिसिकी गोटे कार्य होछि. ई जगत रे आपण एकुटिया काम करंती नाही आपण परिवार रे आपण एकुटिया काम कर दो सब तेणु आमे समस्ते परस्पर को सहयोग करिया पई परस्पर काम रे आसीबा पई परस्पर संदीपन दिगरे परस्पर को आलोकित करिवा दिगरे गोटे गोटे पहाच होइकी रहिचंती. किंतु दुर्भाग्य या छे आमे सेही कथाटी को बुझिवारे कष्ट अछि वा बुझी हो नै जते पर्यंत आपण श्री अरविंद को पूर्ण रूपे ग्रहण करी नाहंती सेते पर्यंत एई जो प्रक्रिया जे मिलियंस ऑफ स्टार्स अछंती मिलियंस ऑफ सोल्स अछंती मिलियंस ऑफ स्टेप्स अछि सब किछि मिलियंस ऑफ ग्रोथ आड़ को ए विश्व को नउछि से कथा बुझी हो नै. श्री अरविंद लेटर संजोग रे लिखुछंती टर्न योर आईज मोर टू द कमिंग लाइट. एक आलोक आसुछि एक आगत आलोक को तमर आखि को फेरई नियो बा देख से आत्म यू टर्न योर आईज तमर आखि टी को सेट तुम दृष्टि को फेरई नियो आउ कौन करो आउ कोटा को कम देखो ना लेस टू एनी इमीडिएट डार्कनेस. तम चारि कड़े जो अंधकार रही से अंधकार प्रति कम गुरुत्व दियो अधिक गुरुत्व दियो जो आलोकटी आसुछि जो दिव्य उषा आसुछि सिम्बलटन किंतु कम देख जोटा अंधकार अच्छी किंतु आमे कौन करजे आमको इमीडिएट आम अंधकारटा आम मनीष मान चारिकड़े जो माने आम चारिकड़े अछंती आमर जो माने स्टेप्स हवा कथा से गुड़ा सब अंधकार परिणत रही. एवं श्री अरविंद तांकर प्रज्ञा भितर कहउचंती जे आमको को जिनिस आलोकित पथरे सहाय्य करिवो आमे जो आसुथिबा आलोक जो आगत आलोक आसुछि जो आलोक को आम अपेक्षा करिछु आत्म संदीपन जो कारण आम भितर प्रदीपन होछि आमे जे आलोकित होछु धीरे धीरे आलोक साम्राज्यर बासिंदा हिचु ये संभव हबो केते बेले ना जेते बेले आमे एक इप्सित परिपूर्णता जो चेतनार महालोक आनंदर विराट अखंड अनंत माने जो अनुभव भितरे आमे प्रविष्ट हवा एवं सेटा केते बेले संभव ना व्हेन faith cheerfulness confidence in the ultimate victory are the things that help. हमको को माने सहाय्य करिवे गोटे विश्वास आस्था जदि आम भितरे से आस्थाटी नहीं भरोसाटी नहीं भगवान पर से प्रत्ययटी नहीं ताले ये काम बहुत जटिल. इट हेल्पिंग जो रही आलोकित पथरे गति करने पाई आपण केमिति आलोकित पथरे गति करिवे आपण को प्रथमे दरकार फेथ द्वितीयटी दरकार चियरफुलनेस जोटा माँ बहुत चाहिए आपण माने खुशी रुहंतु आनंदित रुहंतु एटा धीरे धीरे आमर धर्म हो धीरे धीरे आमर अभ्यास रे परिणत हो धीरे धीरे आम भितर थिबा जड़त्व को इटा प्रकृत रे काटी पकेइबो अंधकार को आलोक रे परिणत करिवारे गोटे मान हस एक आनंद ये बहुत दरकारी जिनिस आउ गोटे कॉन्फिडेंस जोटा को आमे प्रत्यय बोली कहि परिबा
in the ultimate victory. ସେଇଟା ହିଁ ଆପଣଙ୍କୁ ଏକ ଚୂଡ଼ାନ୍ତ ବିଜୟରେ ପହଞ୍ଚେଇଦବ. They make the progress easier and swifter. ଏଇ ମାନେ ଆମର ପ୍ରଗତିକୁ ସହଜ କରିବେ ଆଉ ଦ୍ରୁତ କରିଦେବେ. ତାହେଲେ ଆମେ ଆତ୍ମସନ୍ଦୀପନର ପଥରେ ଗତି କରୁଛୁ ଏକ ପରିପୂର୍ଣ୍ଣତା ପାଇଁ, ଏବଂ ସେହି ପରିପୂର୍ଣ୍ଣତା ସମ୍ଭବ ହବ ଯଦି ଆମେ ଆମ ସାଙ୍ଗରେ ଫେଥ୍, ଚିୟରଫୁଲନେସ୍ ଆଉ କନଫିଡେନ୍ସକୁ ସାଙ୍ଗରେ ରଖିଥାଉ. এই କଥାଟିକୁ ଆପଣ ଆଉ ଥରେ ଅନୁଶୀଳନ କରନ୍ତୁ. ମୁଁ ପ୍ରଥମରୁ କହିଛି ପ୍ରଶ୍ନ ପଚାରିବା ମଣିଷର ଏକ ଦିବ୍ୟ ଅଧିକାର. এই କଥାଟି କାହିଁକି ଅନ୍ୟ ପ୍ରାଣୀମାନଙ୍କୁ, ଗଛ ଲତାମାନଙ୍କୁ, ତାରାମାନଙ୍କୁ, ଆକାଶକୁ, ପବନକୁ, ପାଣିକୁ, ସମୁଦ୍ରକୁ, ସମୁଦ୍ର ତ ମଣିଷଠାରୁ କେତେ ଶକ୍ତିଶାଳୀ, ଆକାଶ ତ ମଣିଷଠାରୁ କେତେ ଶକ୍ତିଶାଳୀ, ତାରାମାନେ ତ ମଣିଷଠାରୁ କେତେ ଶକ୍ତିଶାଳୀ, ତ ସେମାନଙ୍କୁ ନ କହିକି ତାରାମାନେ ଯଦିଓ ଜଳୁଛନ୍ତି, ଗୋଟେ ଫିଜିକାଲ ଲାଇଟ୍ ସେମାନେ ଦଉଛନ୍ତି, କିନ୍ତୁ ସେ କଣ ଆଲୋକ, ଯୋଉ ଆଲୋକଟା କେବଳ ମଣିଷ ହିଁ ଜାଣିପାରିବ, ଶ୍ରୀ ଅରବିନ୍ଦ ତାର ଉତ୍ତର ଦଉଛନ୍ତି. ତାହେଲେ ଏଇ ଆଲୋକ, ସେଇ ମହାଜ୍ଞାନ, ମହାପ୍ରଜ୍ଞା, ସେଇଟା ହଉଛି ଆଲୋକ, ଯଥାର୍ଥ ଆଲୋକ, ଶାଶ୍ୱତ ଆଲୋକ, ଯୋଉଥିପାଇଁ ସେ କହିଥିଲେ ଯେ ଇଲୁମିନେସନ ଇଜ ଏଟର୍ନାଲ. ସେ ଶାଶ୍ୱତ ଆଲୋକଟି କଣ ଯେ ମଣିଷ ପାଖରେ ସେଇ ସମ୍ଭାବନାଟି ରହିଛି, ଆଉ କାହା ପାଖରେ ନାହିଁ. ଆମେ ମଣିଷ ହବାର ଗୋଟେ ଗୌରବକୁ, ତାର ମର୍ଯ୍ୟାଦାକୁ, ତାର ଗାରିମାକୁ ଆମେ ପ୍ରକୃତରେ ଉତ୍ସବମୟ କରିବା କଥା. ଆମ ଜୀବନକୁ ଆମେ ଖୁସି ହବା କଥା, ଆନନ୍ଦିତ ହବା କଥା. ତାକୁ ଆମେ ହୋଲି ପାଳନ କରୁଛେ, କିନ୍ତୁ ମଣିଷ ହବାର ଭାଗ୍ୟଟିକୁ ତ ପାଳନ କରୁନାହାନ୍ତି. ମଣିଷ ହବାର ଭାଗ୍ୟ ଶ୍ରୀ ଅରବିନ୍ଦ କେମିତି ଉତ୍ତର ଦଉଛନ୍ତି କୁହନ୍ତୁ. ସେ କହୁଛନ୍ତି ମେଣ୍ଟାଲ କ୍ୟାନ୍ ଓପନ୍ ଟୁ what is beyond him. ଜଡର ଉର୍ଦ୍ଧ୍ୱକୁ ଯାଇପାରିବ ନାହିଁ. କେବଳ ଜଡଟା ଜଡ ଭିତରେ ନିମଗ୍ନ, ପ୍ରାଣ ଭିତରେ ନିମଗ୍ନ. ଲାଇଫ୍ ଇଜ ଇନଭଲ୍ଭଡ୍ ଇନ୍ ଲାଇଫ୍. ତେଣୁ ପ୍ରାଣ ମଧ୍ୟ ପ୍ରାଣର ଉର୍ଦ୍ଧ୍ୱକୁ ଯାଇପାରିବ ନାହିଁ. ତାହେଲେ କିଏ ଯାଇପାରିବ? କେବଳ ମନ, ଯୋଉ ମନର ଉପସ୍ଥିତିଟି ମଣିଷ ଭିତରେ ରହିଛି. ଆମର ଦୁଃଖ, ଅଭିମାନ, ହତାଶା, ନିରାଶା, ଯନ୍ତ୍ରଣା, ଯାହା ଯାହା ସବୁ ଆସୁଛି, ଏଇଥିପାଇଁ ଆସୁଛି ଯେ ମନର ତାର ଯୋଉ ଅସଲ କ୍ରିୟା, ମନ ଯୋଉଥିପାଇଁ ଆମକୁ ଦିଆଯାଇଛି, ସେଇଟାକୁ ଆମେ କାମରେ ଲଗାଉନୁ. ଆପଣ ଯେତେବେଳେ କୌଣସି ଜିନିଷକୁ କାମରେ ଲଗାନ୍ତି ନାହିଁ, ସେଇଟା ଖରାପ ହେଇଯାଏ, ଭେରି ବିପରୀତ ତାର ପରିଣତି ଦିଏ. ଆପଣଙ୍କୁ ଗୋଟେ ଗାଡି ଦିଆହେଇ ଚାଲିବା ପାଇଁ, ଆପଣ ଗାଡିଟି ଚଳେଇବେନି, 2 ବର୍ଷ ପରେ ତାକୁ ଷ୍ଟାର୍ଟ କଲା ବେଳକୁ ଆଉ ଷ୍ଟାର୍ଟ ହବନି, ସେଟା ଲାଇବିଲିଟି ହେଇଯିବ, ଯାହାଟା ଆସେଟ୍ ଥିଲା. ଆପଣଙ୍କ ଘରେ ଯେତିକି ଜିନିଷ ସବୁ ଲାଇବିଲିଟି ହେଇଛନ୍ତି, ଆସେଟ୍ ନ ହେଇକି, ସେଗୁଡିକ ହେଲା ଅବ୍ୟବହୃତ ଜିନିଷ. ତନ୍ତ୍ର କହୁଛି ଯୋଉ ଜିନିଷଟା ଅବ୍ୟବହୃତ, ସେଇଟା ହଉଛି ଗୋଟେ ବ୍ୟାଡ ଓମେନ୍. ତନ୍ତ୍ରର ଭାଷା ମୁଁ କହିଲି, ଆମେ ତାକୁ ମାନେ ରାକ୍ଷସୀ କହିବା, ମାନେ ବିଚ୍ କହିବା, ସେ ଖରାପ ଭାଷା, ଆମେ ସେ ଭାଷା ବୁଝିବାନି. ଆମେ ଏହା କହିବା ଯେ ହ୍ୱାଟ ଇଜ ୟୁଜ୍ଡ. ତାହେଲେ ଆମ ମନଟାକୁ ୟୁଜ୍ କେମିତି କରିବା, ଆମେ ମନଟା କୋଉ ଶ୍ରେଣୀରେ ୟୁଜ୍ କରିବା, କୋଉ ଦିଗରେ ୟୁଜ୍ କରିବା, ସେଟା ତାକୁ ଆଲୋକିତ କରୁଛନ୍ତି ସେ ପଥ. ଯେ ଆପଣ ଯୋଉଟାକୁ ବ୍ୟବହାର କରିବେ ନାହିଁ, ସେଇଟା ଗୋଟେ ଆପଣଙ୍କୁ ସମସ୍ୟା ତିଆରି କରିବ. ତେଣୁ ମନକୁ ଆମେ ବ୍ୟବହାର କରିବା କୋଉ ବାଟରେ, to call down his supramental light, truth and power, to work in him. ଆମ ମଧ୍ୟରେ ଅତିମାନସ ଆଲୋକକୁ, ସତ୍ୟକୁ ଆଉ ପରମେଶ୍ୱରଙ୍କର ଶକ୍ତିକୁ ଆମ ଭିତରେ କାର୍ଯ୍ୟ କରିବା ପାଇଁ ଆମେ ତାକୁ ଡାକି ପାରିବା, କେବଳ ମନ ଜରିଆରେ, ଆଉ କାହାରି ସେ ବାଟ ନାହିଁ. ପ୍ରାଣ ଡାକି ପାରିବ ନାହିଁ, ପ୍ରାଣର ସେ କ୍ଷମତା ନାହିଁ, କାରଣ ମନର ଉର୍ଦ୍ଧ୍ୱକୁ ମନ ହିଁ ଯାଇପାରେ. ମନର କେବଳ ଗୋଟିଏ କ୍ଷମତା ଅଛି ଯେ ମେଣ୍ଟାଲ କ୍ୟାନ୍ ଓପନ୍ ଟୁ ହ୍ୱାଟ ଇଜ ବିୟଣ୍ଡ ହିମ୍. ନିଜ ଠାରୁ ଉର୍ଦ୍ଧ୍ୱକୁ ଯାଇପାରିବାର କ୍ଷମତା ରହିଛି. ତ ଶ୍ରୀ ଅରବିନ୍ଦ କହୁଛନ୍ତି କିନ୍ତୁ ମନ ସେଟା କାହିଁକି କରୁନି, ମନର କଣ ଅସୁବିଧା ଅଛି ଯେ ମନ ସେଟା କରୁନି?
ମନର ଅସୁବିଧା ଅଛି ଯେ ବ୍ୟକ୍ତିଗତ ରୂପାୟନ ଜଗତର ଜୀବନ ସୀମା ଭିତରେ ନିଜକୁ କେନ୍ଦ୍ରୀଭୂତ କରି ରଖିଥିବା ବ୍ୟକ୍ତି ଚେତନାରେ ଏହି ପରିପୂର୍ଣ୍ଣତା କଦାପି ସମ୍ଭବ ହେବ ନାହିଁ। ମଣିଷ କଣ କରୁଛି ନା ଏଇ ଯୋଉ ବ୍ୟକ୍ତିଗତ ରୂପାୟନ ହେଇଛି ସେ ଗୋଟେ ତା ରୂପୀ ତା ଚାରିକଡେ ଯେମିତି ଆହୁରି କିଛି ରୂପ ଜଗତ ମା ଭାଇ ପିଲା ଆମେ କଣ କରୁଛୁ ନା ଗୋଟେ ଜୀବନ ସୀମା ଭିତରେ ନିଜକୁ କେନ୍ଦ୍ରୀଭୂତ କରିଦଉଛୁ। ହେଲେ ଆମେ ସୀମା ଭିତରେ କରିବୁନି ତ। କିନ୍ତୁ ଆପଣଙ୍କୁ ପୁରା କୁହାଗଲା ମନଟା ମନର ସୀମାରୁ ଉର୍ଦ୍ଧ୍ୱକୁ ଯିବ। କେବଳ ମନର ଉଡାଣ ଅଛି। ମନ ହଉଛି ଗୋଟେ ଏରୋପ୍ଲେନ, ସିଏ ହିଁ ଉଡିପାରିବ। ଆପଣଙ୍କୁ ମୁଁ ଗୋଟେ ଉଦାହରଣ ଦଉଛି। ଦେଖନ୍ତୁ ମନର ଗୋଟେ କଳ୍ପନା ଶକ୍ତି ଅଛି ନା, ଇମାଜିନେସନ ପାୱାର, ସେଟା କମ ବଡ ଶକ୍ତି। ସେ ଇମାଜିନେସନ ପାୱାର ମଣିଷକୁ ସ୍ୱର୍ଗକୁ ନେଇ ଯାଇପାରେ। ସ୍ୱର୍ଗ କଣ ପରିକଳ୍ପନା କରିପାରେ। ମଣିଷ ପରିକଳ୍ପନା ବଳରେ ଦିବ୍ୟତ୍ୱ କଣ ଜାଣିପାରିଛି। ମଣିଷ ତାର କଳ୍ପନା ବଳରେ ବିରାଟତ୍ୱ କଣ ଜାଣିପାରିଛି। ମଣିଷ ତାର କଳ୍ପନା ବଳରେ ଅନନ୍ତତ୍ୱ କଣ ଜାଣିପାରିଛି। ମଣିଷ ତାର କଳ୍ପନା ବଳରେ ବିଜ୍ଞାନ କଣ ଜାଣିସାରିଛି। ମନୁଷ୍ୟ ତାର କଳ୍ପନା ବଳରେ ଦର୍ଶନ କଣ ଜାଣିପାରିଛି। ମନୁଷ୍ୟ ତାର କଳ୍ପନା ବଳରେ ଆଲୋକ କଣ ଜାଣିପାରିଛି। ଏଇ କଳ୍ପନା ଶକ୍ତି କେବଳ ମନର ଭୂମି। ଆମେ ତ ସବୁ ଏଇ ଜଗତରେ ଅଛନ୍ତି, ମାଟି ଘାଣ୍ଟି ହଉଛନ୍ତି, ଆମ ଜମି ବାଡି ପାଇଁ କଳିକଜିଆ ହଉଛେ, ଆମେ ଆମର ଅଭାବ ଅସୁବିଧା ଭିତରେ ଘାଣ୍ଟି ହଉଛେ। ହେଲେ ସ୍ୱର୍ଗ କଥାଟା କିଏ ଭାବିଲା? କୋଉ ଦେବତା ଆସି ଆମେ ଭାବିଦେଲେ ନା ଆମେ ନିଜେ ଭାବିଲେ? ମଣିଷ ହିଁ ଭାବିଲା, କାରଣ ତା ପାଖରେ ମନ ରହିଛି। ଅର୍ଥାତ୍ ଯେତେ ପର୍ଯ୍ୟନ୍ତ ମଣିଷ ସୀମା ଦ୍ୱାରା ଆବଦ୍ଧ ହୋଇକି ରହିବା ପାଇଁ, ତା ନିଜ ଆୟତନ ଭିତରେ ରହିବା ପାଇଁ ଜିଦ୍ କରୁଥିବ, ତାହେଲେ ଆଲୋକିତ ପଥର, ଆତ୍ମସନ୍ଦୀପନ ପଥର ସେ ଯାତ୍ରୀ ହେଲେ ମଧ୍ୟ ପରିପୂର୍ଣ୍ଣତାର ଉପଲବ୍ଧିଟି ତା ପାଇଁ ସମ୍ଭବ ହେବ ନାହିଁ। ତାହେଲେ କାହିଁକି ନା ଦିଟା ଜିନିଷ ହଉଛନ୍ତି ସ୍ୱଭାବ ବିରୋଧୀ, ପାରାଡକ୍ସିକାଲ। କଣ? ଗୋଟିଏ ହଉଛି ସୀମାବଦ୍ଧତା, ଅନ୍ୟଟି ହେଲା ପରିପୂର୍ଣ୍ଣତା। ଆମେ ଯୋଉ ସେଲ୍ଫ ଫୁଲଫିଲମେଣ୍ଟ କଥା କହୁଛେ, କାହାର ସେଲ୍ଫ ଫୁଲଫିଲମେଣ୍ଟ ହବ? ଶକ୍ତିର, ଚେତନାର ଏବଂ ଆନନ୍ଦର। ଏଇ ଯୋଉ ପରିପୂର୍ଣ୍ଣତା ଆସିବ, ସେ ପରିପୂର୍ଣ୍ଣତାଟା କେବେ ବି ସୀମାବଦ୍ଧତା ଭିତରେ ଆପଣ ଥିବା ଭିତରେ ଆସିବ ନାହିଁ। ଆପଣ ଯେତେ ପର୍ଯ୍ୟନ୍ତ ତୋର ମୋର କରୁଥିବେ, ଯେତେ ପର୍ଯ୍ୟନ୍ତ ଖାଲି ମୋର ମୋର ହଉଥିବେ, ଯେତେ ପର୍ଯ୍ୟନ୍ତ ମାନେ କଣ କରନ୍ତି ଆପଣ, ଅହଙ୍କାରର ସୀମା ଭିତରେ ରହୁଥିବେ, ଯେତେ ପର୍ଯ୍ୟନ୍ତ କେବଳ ମୋ ଛଡା ଅନ୍ୟକୁ ବୁଝୁନଥିବେ, ଜାଣୁନଥିବେ, ଈଶ୍ୱରଙ୍କର ମାନେ ଯୋଉ ବିଧି, ଯୋଉ ତାରା, ଗୋଟିଏ ତାରା ଅନ୍ୟ ତାରାକୁ ଅସ୍ୱୀକାର କଲେ କେମିତି ହବ? ଗୋଟିଏ ମଣିଷ ଆଉ ଗୋଟେ ମଣିଷକୁ ଅସ୍ୱୀକାର କରିପାରିବ ନାହିଁ। ଆମେ ଜଡକୁ ବି ଅସ୍ୱୀକାର କରିପାରିବାନି। ଏ ତ ଶ୍ରୀ ଅରବିନ୍ଦ ମହାଜ୍ଞାନ ଆମକୁ ଦେଇଛନ୍ତି। ମୁଁ ଆଜି ମାନେ ଏଇ ବକ୍ତବ୍ୟଟି ଆରମ୍ଭ କରିବା ପୂର୍ବରୁ ମୁଁ ଏଇ ଯୋଉ ମୋବାଇଲ ଟା ଆଣିଲା ବେଳେ ଗୋଟେ ଛୋଟ ଜିନିଷଟା ଖସି ପଡିଲା ତଳକୁ। ଥାଉ, ସମୟ ହେଲାଣି, ପରେ ଉଠିବା। ମୁଁ ପୁଣି ଭାବିଲି ନା, ଗୁରୁ କହିଛନ୍ତି ଯଦି ଗୋଟେ ଜୀବନ୍ତ ଜିନିଷ ଖସି ପଡିଥାନ୍ତା, ସେ ତ କାନ୍ଦିଥାନ୍ତା, କାଁ ହେଇଥାନ୍ତା, ଆମେ ତ ଉଠିଥାନ୍ତେ। ଆମ ପିଲାଟେ ପଡିଗଲା, ଆମେ ତାକୁ ଉଠାନ୍ତେ। କିନ୍ତୁ ସେ ଜଡଟେ ବୋଲି ସେ କଥା କହୁନି, ତାକୁ କଣ ପରେ ଉଠେଇବା? ନା ନାଇଁ, ଏବେ ଉଠେ। ଆଇ ଡିଡ୍ ଇଟ୍। କାରଣ ପରମ ପ୍ରଭୁ କହିଛନ୍ତି ଜଡକୁ ବି ସମ୍ମାନ କରିବା, କାରଣ ସେ ଜଡ ଭିତରୁ ପ୍ରାଣର ଉନ୍ମେଷ ହେଇଛି, ପ୍ରାଣ ଭିତରୁ ମନର ଉନ୍ମେଷ ହେଇଛି। ଏ ପ୍ରାଣ ଆମକୁ ଗୋଟେ ଉଡାନ ଦଉଛି। ସେ କୋଉଠିକି ନା ଆଲୋକ ରାଜ୍ୟକୁ ଭ୍ରମଣ କରିବାର, ଆଲୋକ ରାଜ୍ୟରେ ବାସିନ୍ଦା ହେବାର ଏଇ ଅଧିକାରଟି କେବଳ ମନ ତିଆରି କରିପାରୁଛି। କାରଣ ମନ ହିଁ ତା ନିଜ ଭିତରୁ ବାହାରି, ନିଜର ସୀମା ଭିତରୁ ବାହାରି, ନିଜର ଆୟତନ ଭିତରୁ ବାହାରି, ନିଜର ଆବଦ୍ଧତା ଭିତରୁ ବାହାରି ଊର୍ଦ୍ଧ୍ୱକୁ ଯିବାର କ୍ଷମତା ରଖେ। ତେଣୁ ଆପଣଙ୍କୁ ଶ୍ରୀଅରବିନ୍ଦ କେଡେ ଚମତ୍କାର କଥା କହିଲେ। ପରିପୂର୍ଣ୍ଣତା ଆଉ ସୀମାୟତନ ସିଦ୍ଧତା, ଏ ଦୁଇଟି ହେଲା ପରସ୍ପରର ଏଲିଏନ। ଏ ଦି ଜଣକୁ ଅଜଣା, କିଏ କାହାକୁ ଜାଣନ୍ତିନି। ଆପଣ ଯଦି ପରିପୂର୍ଣ୍ଣତା ସହିତ ସାଙ୍ଗ ହେବେ, ତାହେଲେ ସୀମାବଦ୍ଧତା ଆପଣଙ୍କ ପାଖରେ ଏଲିଏନ। ଯଦି ଆପଣ ସୀମାବଦ୍ଧ ହେଇକି ରହିବେ, ତାହେଲେ ଆପଣଙ୍କ ପାଖରେ ପରିପୂର୍ଣ୍ଣତାଟା ଏଲିଏନ ହେଇଯିବ।
ଯୋଉଥିପାଇଁ ମଣିଷ ଆଜି ଗୋଟେ ସୀମାବଦ୍ଧ ଜୀବନ ଯାପନ କରୁଛି, ତାହେଲେ ଭାଇ ଭଉଣୀ ମାନେ ଆମେ ବ୍ୟକ୍ତିର ଜୀବନରେ ଅନନ୍ତ ଚେତନାର ଉନ୍ମେଷକୁ ଆମ ଜୀବନର ଚରମ ଲକ୍ଷ୍ୟ ରୂପରେ ଗ୍ରହଣ କରିନେବା ପାଇଁ ଶ୍ରୀ ଅରବିନ୍ଦ ଆମକୁ ଶ୍ରଦ୍ଧାରେ ସ୍ନେହରେ କହିଛନ୍ତି। ଇଏ ଆମର ପରମ ପ୍ରଭୁଙ୍କର, ଆମର ମହାନ ଗୁରୁଙ୍କର ଆଦେଶ ଯେ ମଣିଷ ଯଦି ତାର ବ୍ୟକ୍ତି ଜୀବନରେ ଅନନ୍ତ ଚେତନାର ଉନ୍ମେଷ କରିପାରେ, ଯଦି ସେ ଆତ୍ମସନ୍ଦୀପିତ ହୋଇପାରେ, ସେ ଯଦି ନିଜକୁ ଆଲୋକିତ କରିପାରେ, ତାହେଲେ ତା ପାଇଁ ଗୋଟିଏ ଜିନିଷ ନିଶ୍ଚିତ ଭାବରେ ରିୱାର୍ଡେଡ, ଗୋଟେ ଜିନିଷରେ ସେ ଉପନୀତ ହବ। ସେ ଉପନୀତ କୋଉଠି ହବ ନା ଆତ୍ମଜ୍ଞାନରେ ଉପନୀତ ହବ, ସେଲ୍ଫ ନଲେଜ। ଆଉ କୋଉଠି ଉପନୀତ ହବ ନା ଆତ୍ମ ଉପଲବ୍ଧି, ସେଲ୍ଫ ଆଟେନମେଣ୍ଟ, ଏଇଠି ସେ ପହଞ୍ଚିବ। ଏଇଠି ଯେତେବେଳେ ପହଞ୍ଚିଯାଏ ବୋଧେ ଆଉ ଜଗତରେ କିଛି ଦରକାର ନାହିଁ। ଏ କଥାଟିକୁ ମୁଁ ଆପଣଙ୍କୁ କହିଦିଏ ଯେ ଆପଣ ଯେତେବେଳେ ଜାଣିଯିବେ ଯେ ମୁଁ ହଉଛି ସେଇ ବ୍ରହ୍ମସ୍ମି, ଯାହା ପରମ ପ୍ରଜ୍ଞାର ଋଷିମାନେ ଜାଣିଥିଲେ, ସେଦିନ ଆପଣ କାହିଁକି ଛୋଟ ଛୋଟ କଥାକୁ ନେଇ ବ୍ୟସ୍ତ ହେବେ? ଆପଣଙ୍କ ତ ଆତ୍ମ ଉପଲବ୍ଧି ହେଇଗଲା ନା, ହୁ ଆର ୟୁ। ଆପଣ ଜାଣିଲେ ଯେ ଏଇ ଜଗତର ଆପଣଙ୍କୁ ଯୋଉ ଆତ୍ମସନ୍ଦୀପନ ପ୍ରକ୍ରିୟାରେ ଆପଣ ଯେତେବେଳେ ଜାଣିବେ ଯେ ଏଇ ବିଶ୍ୱର ପ୍ରତିସ୍ପନ୍ଦନରେ ଆପଣ ଅଛନ୍ତି, ପ୍ରତି ଗତିବିଧିରେ ଆପଣ ଅଛନ୍ତି, ପ୍ରତ୍ୟେକ କ୍ରିୟାରେ ଆପଣ ଅଛନ୍ତି, ପ୍ରତ୍ୟେକ ପ୍ରତିକ୍ରିୟାରେ ଆପଣ ଅଛନ୍ତି, ପ୍ରତ୍ୟେକ ପ୍ରକ୍ରିୟା ଭିତରେ ଆପଣ ଅଛନ୍ତି। ଅବଶ୍ୟ ସେଇଠି ପ୍ରତିକ୍ରିୟାଟା ନାହିଁ, ସେଠି ପ୍ରକ୍ରିୟା ହିଁ ଅଛି। ତେଣୁ ଆମେ ଭଲ ଭାବରେ ବୁଝିପାରିବା ଯେ ଆମେ ଆନନ୍ଦ ମଧ୍ୟକୁ ସେଇଠି ଗତି କରିଯିବା, ଅନନ୍ତ ମଧ୍ୟକୁ ଗତି କରିଯିବା, ସତ୍ୟ ମଧ୍ୟକୁ ଗତି କରିବା। ତାହେଲେ ଆମକୁ ସୀମାୟତ୍ତ ଯାହା ହେଇକି ଅଛି ଆମ ଭିତରେ, ଆମ ମନ ପ୍ରାଣ ଯିଏ ବି ସୀମା ଭିତରେ ରହିବାକୁ ଜିଦ୍ କରୁଛି, ଜଡ, ଆମ ଶରୀର ଜଡରେ ତିଆରି, ସେ ତ ଜିଦ୍ କରିବ, କାରଣ ତାର କ୍ଷମତା ନାହିଁ ଉର୍ଦ୍ଧ୍ୱକୁ ଯିବାର। ଆମ ପ୍ରାଣ ଭିତରେ ନିମଗ୍ନ ହବ, ସିଏ ଚାହିଁବ ନାହିଁ ଆଗକୁ ଯିବାକୁ। କିନ୍ତୁ ମନ ବି ଯଦି ସୀମାବଦ୍ଧ ହେଇଗଲା ନା, ସବୁ କଥା ସରିଗଲା ଏବଂ ସେଇଠି ଗୋଟିଏ କଥା ନିଶ୍ଚିତ ହେଇଯିବ ଯେ ଆମେ ଏଇ ରୂପ ଲୀଳାର ମାୟା ଭିତରେ ନିଜକୁ ବାନ୍ଧି ପକେଇଲେ, ଏ ଫର୍ମ ଭିତରେ ଆମେ ନିଜକୁ ବାନ୍ଧି ପକେଇଲେ। ଆପଣ ଭାବନ୍ତୁ, ଯେତେବେଳେ ଋଷି ମାନେ ତପସ୍ୟା କରୁଥିଲେ, ମୁଁ ନିଜେ ଶ୍ରୀ ଅରବିନ୍ଦଙ୍କ କଥା କହୁଛି, ଶ୍ରୀ ଅରବିନ୍ଦ ଯେତେବେଳେ ତପସ୍ୟା କରୁଥିଲେ ସେତେବେଳେ ସେ ନିଜକୁ ସଚ୍ଚିଦାନନ୍ଦ ବୋଲି ଜାଣିପାରିଲେ। ସଚ୍ଚିତ ଆନନ୍ଦ, ସେ ନିଜେ ସତ୍, ସେ ନିଜେ ଚିତ୍, ସେ ନିଜେ ଆନନ୍ଦ। ଏଇଟା ତ ଆତ୍ମଜ୍ଞାନ, ଏଇଟା ତ ଆତ୍ମ ଉପଲବ୍ଧି। ହେଲେ ଆମକୁ ଏଇଟା ଗପ ଭଳି ଲାଗୁଛି ନା, ଭାରି ଅଦୂର ମାନେ ଲାଗୁଛି, ସମ୍ଭବ ନୁହେଁ, ଇଏ ଆମ ପାଇଁ କେବେ ହବ? ଯୋଉ ଦିନ ସେଇଭଳି ଏକ ଆତ୍ମସନ୍ଦୀପନ ଆପଣଙ୍କ ଭିତରେ ସମ୍ଭବ ହବ, ସେଦିନ ଏଇ ଜଗତରେ ଯେଉଁ ଆମ ଚେତନ ସତ୍ତା ଯେଭଳି ସମୃଦ୍ଧ ହେଇକି ରହିଛି ଜଡ ମଧ୍ୟରେ, ଇନଭଲ୍ୟୁସନ ପ୍ରକ୍ରିୟାରେ ଅତି ଚେତନ ଜଡ ମଧ୍ୟରେ ଅବତାର ଗ୍ରହଣ କରିଛନ୍ତି, ନିଶ୍ଚେତନାର ରୂପ ନେଇ ଆମେ ସେଇ ଜଡକୁ ବୁଝିପାରିବା, ଜାଣିପାରିବା। ସେଇ ଜଡ ମାନେ ଆମ ପାଇଁ କେତେ 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 ସାହାଯ୍ୟର କରନ୍ତି ସବୁଦିନେ। ଆପଣ ଯୋଉ ଚେୟାର ଉପରେ ବସିଛନ୍ତି ସେ ଆପଣଙ୍କୁ ଶୋଉଛି, ଆପଣ ଯୋଉ ମୋବାଇଲରେ କଥା ହଉଛନ୍ତି ସେ ମୋବାଇଲ ଆପଣଙ୍କୁ ଗ୍ରହଣ କରିଛି, ସେମାନେ ଆମକୁ ଗ୍ରହଣ କରିଛନ୍ତି, ଅଥଚ ଆମେ ତାଙ୍କୁ ଗ୍ରହଣ କରିପାରିନାହୁଁ। ତାହେଲେ ଏଇଠି ତାଙ୍କ ସମୃଦ୍ଧ ଶକ୍ତି ଅଛି। ସେଇ ଶକ୍ତିର ସନ୍ଧାନ ନ କରିପାରିଲେ ଆପଣ କଣ କରିପାରିବେ ନା, ସେଇ ଆତ୍ମ ସମାହିତ ଅନନ୍ତ ଯୋଉ ଭଗବାନ, ସେ ବିଭଜ୍ୟମାନ ଯୋଉ ଡିଭିଜନ ହେଇକି ରହିଛନ୍ତି, ଇନଫାନାଇଟ ଡିଭିଜିବିଲିଟି ଭିତରେ ରହିଛନ୍ତି, ତାକୁ ଆମେ ବୁଝିପାରିବା ନାହିଁ ବା ତାଙ୍କର ଏ ବିଶ୍ୱର ବୈଚିତ୍ର୍ୟ ଲୀଳାଟିକୁ ବୁଝିପାରିବା ନାହିଁ। ଯେତେବେଳେ ବିଶ୍ୱର ବୈଚିତ୍ର୍ୟ ଲୀଳାଟିକୁ ଆପଣ ବୁଝିପାରୁନାହାନ୍ତି, ଇନଫାନାଇଟ ଭେରାଇଟିଜ, ଆପଣ ଯୋଉ କାନ୍ଥକୁ ଛୁଅନ୍ତି ସେ ପରମେଶ୍ୱରଙ୍କର ଶକ୍ତି, ଯୋଉ ଚଟାଣ ଉପରେ ଚାଲନ୍ତି ସେ ପରମେଶ୍ୱରଙ୍କର ଶକ୍ତି, ଯୋଉ ଆକାଶକୁ ଦେଖନ୍ତି ସେ ପରମେଶ୍ୱରଙ୍କର ଶକ୍ତି, ଯୋଉ ପବନକୁ ନିଶ୍ୱାସରେ ନିଅନ୍ତି ସେ ପରମେଶ୍ୱରଙ୍କର ଶକ୍ତି। ତାହେଲେ ଚାରିଆଡେ ଆପଣଙ୍କର ଯଦି ଯୋଉ ଖାଦ୍ୟକୁ ଆପଣ ଖାଆନ୍ତି ସେ ପରମେଶ୍ୱରଙ୍କର ଶକ୍ତି, ତାହେଲେ ପରମେଶ୍ୱରଙ୍କୁ ଛାଡିକି ଆପଣଙ୍କର କିଛି ଜୀବନ ଅଛି କି, କିଛି ଗତି ଅଛି କି? ଆପଣ ଦିବ୍ୟ ଜୀବନ ଭିତରେ ପ୍ରବେଶ କରୁଛନ୍ତି ନା, ଦିବ୍ୟ ଭିତରେ ପ୍ରବେଶ କରୁଛନ୍ତି ନା,
ଦେବତାଙ୍କ ଭିତରେ ରହୁଛନ୍ତି ନା, ତାହେଲେ ଏଇ କଥାଟିକୁ କିନ୍ତୁ ଅବରୁଦ୍ଧ ହେଇକି ଆମ ପାଇଁ ରହିଛି। ଏଇ ଜ୍ଞାନଟି ଆମ ପାଇଁ ଅବରୁଦ୍ଧ ହେଇକି ରହିଛି। ସେଟା ସେ ଚାବିଟା ଆମ ପାଖରେ ଅଛି, କିନ୍ତୁ ଆମେ ଖୋଲିବାକୁ ଚାହୁଁ। କାହିଁକି ଖୋଲୁନୁ? ସେ କଥାଟା ସାବିତ୍ରୀରେ ଇସ୍ୟୁରେ ଶ୍ରୀ ଅରବିନ୍ଦ ଲେଖିଛନ୍ତି। ଏଇଟା ହିଁ ତ ସମସ୍ୟା। ଆପଣଙ୍କ ପାଖରେ ଚାବିକାଠି ଅଛି, ସେଇଟା ହଉଛି ଆପଣଙ୍କର ମନ, କିନ୍ତୁ ଆପଣ ଚାବି ଖୋଲିବାକୁ ରାଜି ନାହାନ୍ତି। ଏଇଟା ହଉଛି ଆମର ସମସ୍ୟା। ତାହେଲେ କାହିଁକି ନା ଆପଣ ଦେଖନ୍ତୁ, ପ୍ରଥମ ଯୋଉ ବିବର୍ତ୍ତନର ପଥରେ ସେ ରୂପମୟ ହେଲେ, ଫର୍ମ ଯୋଉଟା ଆମେ କହୁଛୁ ଜଡ, ସେ ପ୍ରାଣମୟ ହେଲେ, ଲିଭିଂ ବିଙ୍ଗ ରେ ପରିଣତ ହେଲେ, ପୁଣି ସିଏ ମନୋମୟ ବିଗ୍ରହ ହେଲେ। ମନୋମୟ ବିଗ୍ରହ କହିଲେ ମେଣ୍ଟାଲ ବିଙ୍ଗ ହେଲେ। ତାହେଲେ ଏ ସବୁ କଥା ଆପଣଙ୍କୁ ଯେତେବେଳେ ଗତି କରୁଛି, ତାହେଲେ ସେଇଟା ଆପଣଙ୍କୁ ନିଶ୍ଚୟ କହିପାରିବେ ଯେ ଏଠି ଗୋଟେ କିଛି ଉଦ୍ଦେଶ୍ୟ ରହିଛି। ଆମେ ଆତ୍ମ ଆବିଷ୍କାରର ପଥରେ ଅଛୁ, ଆତ୍ମଦୀପନ ଆଡକୁ ଆମେ ଅଗ୍ରସର ହଉଛୁ। ଏଇଟା ହଉଛି ତାର ସଂକେତ। ଏଇ ବିବର୍ତ୍ତନର ଆପଣ ଜଡରୁ ପ୍ରାଣ ଆସିଛି, ପ୍ରାଣରୁ ମନ ଆସୁଛି, ଏ କଥାଟା ତ ବୁଝିପାରୁଛନ୍ତି ନା? ଏଇଟା ସଂକେତ ଯେ ଆତ୍ମଦୀପନ ଆଡକୁ ଆମେ ଯାଉଛୁ। ଏବଂ ଏଇ କଥାଟିକୁ ସମସ୍ତେ ବୁଝିପାରନ୍ତି ନାହିଁ। କାହିଁକି ବୁଝିପାରନ୍ତିନି? ନା ସତ୍ୟକୁ ବା ସେଇ ସନ୍ଦୀପନକୁ ଗ୍ରହଣ କରିବା ସମସ୍ତଙ୍କ ପାଖରେ ଗୋଟିଏ ସାମର୍ଥ୍ୟ ତିଆରି ହେଇନଥାଏ। ସେଟା ତିଆରି ହେଉଥାଏ। ସେ କେମିତି ତିଆରି ହୁଏ? ସେଲ୍ ବାଇ ସେଲ୍। ମୁଁ ଆପଣମାନଙ୍କୁ ଗୋଟେ କଥା କହିବାକୁ ଚାହେଁ। ଜଣେ ସାଧନା କରୁଛନ୍ତି, ଜଣେ କରୁନାହାନ୍ତି। ଜଣେ ପ୍ରାଣାୟାମ କରୁଛନ୍ତି, ଜଣେ ପ୍ରାଣାୟାମ କରୁନାହାନ୍ତି। ଜଣେ ଧ୍ୟାନ କରୁଛନ୍ତି, ଜଣେ ଧ୍ୟାନ କରୁନାହାନ୍ତି। କଣ ଫରକ କହିଲେ? କଣ ଅସୁବିଧା ହବ? ତାଙ୍କ ପାଖରେ କିଛି ସୁଖର ଅଭାବ ହେଇଯିବ? କିନ୍ତୁ ଯାହାର ଅଭାବ ହଉଛି, ସେଇଟା ହଉଛି ଆତ୍ମସନ୍ଦୀପନର କଥା, ଯେ ସେଲୁଲାରଲି ଏଇ ଆତ୍ମସନ୍ଦୀପନଟି ଫ୍ରାଗମେଣ୍ଟ ବାଇ ଫ୍ରାଗମେଣ୍ଟ ତିଆରି ହୁଏ, ଷ୍ଟେପ୍ ବାଇ ଷ୍ଟେପ୍ ତିଆରି ହୁଏ। ଯୋଉମାନେ ନିଜକୁ ଉନ୍ମୁକ୍ତ କରିଛନ୍ତି ମାଙ୍କ ଆଡକୁ, ଯୋଉମାନେ ମାଙ୍କର ଦିବ୍ୟ କର୍ମୀ ହେଇଛନ୍ତି, ନିଜ ଚେତନାର ଯତ୍ନ ନଉଛନ୍ତି, ନିଜ ଭିତରେ ଜାଗ୍ରତି ଜୀବନ ବଞ୍ଚୁଛନ୍ତି, ସେମାନଙ୍କ ଭିତରେ ଗୋଟେ ସେଲୁଲାରଲି, ଯେମିତି ଇଟା ପରେ ଇଟା ଖଞ୍ଜିକି ଗୋଟେ ଘର ହୁଏ, ସେଇଭଳି ଆପଣଙ୍କ ସେଲ୍ ଗୁଡିକ ସନ୍ଦୀପିତ ହଉଛନ୍ତି। ତେଣୁ ମା କୋଷରେ ସେ ଯୋଗ କରୁଥିଲେ ଅତି ମାନସ ସତ୍ୟକୁ ଧାରଣ କରିବା ପାଇଁ। ଆଉ ଏଇ ଜ୍ଞାନ, ଏଇ ସନ୍ଦୀପନର ତିନୋଟି ମାତ୍ରା ରହିଛି। କଣ କଣ? ନା ଅନେକ ଲୋକ ଅଛନ୍ତି ଯୋଉମାନେ ଜ୍ଞାନରେ ବିଶ୍ୱାସ କରନ୍ତି ନାହିଁ। ସେମାନେ ଗୋଟେ ଧାରଣା ଭିତରେ ବଞ୍ଚନ୍ତି, ଓପିନିଅନ। ହଁ ଏଇଟା ଭଲ, ଏଇଟା ଖରାପ, ଏଇଟା ଏମିତି, ସେଇଟା ସେମିତି, ତାକୁ ଓପିନିଅନ କହିବ ସାଧାରଣ ଚେତନାରେ। କିନ୍ତୁ ଯେତେବେଳେ ସେଇଟା ଆଉ ଟିକେ ଉନ୍ମୁଖ ହୁଏ, ସିଏ ଗୋଟିଏ ଅସାଧାରଣ ଅବସ୍ଥାକୁ ଗତି କରେ। ସେଇଟାକୁ ଆମେ କହିବା ବିଜ୍ଞାନ, ସାଇନ୍ସ, ଭୌତିକ ବିଜ୍ଞାନ। ସେମାନେ ଜଡ ବିଷୟରେ ଆହୁରି ଅଧିକ ଜାଣନ୍ତି। ଧୀରେ ଧୀରେ ଆପଣ ଯେତେବେଳେ ଜଡ ସମ୍ପର୍କରେ ଜ୍ଞାନଟି ଆପଣଙ୍କର ପୂର୍ଣ୍ଣ ହବ, ପ୍ରାଣ ସମ୍ପର୍କରେ ଆପଣ ଜ୍ଞାନଟି ପୂର୍ଣ୍ଣ ହବ, ଆପଣ ଏକ ଆତ୍ମସନ୍ଦୀପନର ପଥକୁ ଯିବେ, ଇଲୁମିନେସନ ପଥକୁ। ତାହେଲେ ଏଇ କଥାଟିକୁ କିପରି ସମ୍ଭବ କରିବେ? ପ୍ରଥମ ସମ୍ଭବ କରିବେ ତାର ଇନଷ୍ଟ୍ରୁମେଣ୍ଟ ଗୁଡିକ, ଯେଭଳି ଶ୍ରୀ ଅରବିନ୍ଦ ଆପଣଙ୍କୁ ତିନୋଟି ନିୟମ କଥା କହିଥିଲେ, ଫେଥ୍, ଚିୟରଫୁଲନେସ୍ ଆଉ କନଫିଡେନ୍ସ। ସେଇଭଳି ପ୍ରଥମ ଇନଷ୍ଟ୍ରୁମେଣ୍ଟ ଜଡକୁ ଜାଣିବାର, ସେଟା ହଉଛି ସେନ୍ସ, ଇନ୍ଦ୍ରିୟ। ଦ୍ୱିତୀୟଟି ହେଲା ଡାଇଲେକ୍ଟ୍ରିକ, ନିଜର ଚିନ୍ତା ଶକ୍ତି। ତୃତୀୟଟି ଇଣ୍ଟ୍ୟୁସନ, ପ୍ରଜ୍ଞା, ଯୋଉ ପ୍ରଜ୍ଞାର ଆଲୋକ ମହାଋଷି ମାନଙ୍କ ଭିତରେ ଜଳୁଥିଲା। ଆଉ କିନ୍ତୁ ଭାଇ ଭଉଣୀ ମାନେ, ଆଜି ସନ୍ଧ୍ୟାରେ ଏଇ ସଂଯୋଗକୁ ଆହୁରି ଅମୃତମୟ କରିବା ପାଇଁ ମୁଁ ଗୋଟିଏ କଥା କହିବାକୁ ଚାହୁଁଛି। ଆପଣ ମାନଙ୍କୁ ମାଙ୍କର ଏକ ବିରାଟ ଉପହାର ଅଛି। ସେ ଉପହାର ହେଲା, ସେ ନିଜେ ଆମ ପାଖକୁ ଆସିଛନ୍ତି ଆମକୁ ଆଲୋକିତ କରିବାକୁ, ଆମକୁ ଆତ୍ମ ଆବିଷ୍କାରର ପଥରେ ନେଇଯିବାକୁ, ଆମକୁ ଆତ୍ମ ପରିପୂର୍ଣ୍ଣତାର ପଥରେ ନେଇଯିବାକୁ। ତେଣୁ ଆମ ପାଇଁ ଏଇ ଅନ୍ତର୍ଯାତ୍ରାର ମହାସାଥୀ ହଉଛନ୍ତି ମା, ଯିଏ ଅନ୍ତର୍ଲୋକକୁ ଅତିକ୍ରମ କରି ଆମ ପାଖରେ ତାଙ୍କର ବିରାଟ ପ୍ରସାଦ
ଶାନ୍ତି ଓ ଜ୍ୟୋତି ନେଇକି ତାଙ୍କ ସହିତ ଆମର ଭେଟ ହେଇଛି। ଇଏ ଆମର ମହାଭାଗ୍ୟ। ଶ୍ରୀ ଅରବିନ୍ଦ ସାବିତ୍ରୀ କହୁଛନ୍ତି, ଯେତେବେଳେ ଏଇ ଜନନୀଙ୍କ ସହିତ ସାକ୍ଷାତ ହେଲା ତ ସେ କହୁଛନ୍ତି, ଆଇ ଏମ୍ ଦାଇ ସିକ୍ରେଟ ସୋଲ, ମୁଁ ତୋ ଭିତରେ ତୋର ସଂଗୋପିତ ଆତ୍ମା ହେଇକି ରହିଛି। ମୁଁ ରହିଛି ଅଥଚ ତୁ ଜାଣିପାରୁନୁ, ତୋ ପାଖରେ ଆଲୋକ ନାହିଁ, ଅନ୍ଧକାର ଅଛି, ଅଜ୍ଞାନ ଅଛି। ମୁଁ କଣ ପାଇଁ ଆସିଛି ତୋ ଭିତରେ, କାହିଁକି ରହିଛି? I have come down to the wounded desolate earth. ମୁଁ ଏଇ କ୍ଷତ ବିକ୍ଷତ ଶୋଚନୀୟ ଧରଣୀକୁ ଓହ୍ଲେଇ ଆସିଛି। ତୋ ଭିତରେ ମୁଁ ଅଛି। ଏଇ କ୍ଷତ ବିକ୍ଷତ ଧରଣୀ, ଗୋଟେ ଡିସୋଲେଟ ଆର୍ଥ, ଯେ ଶୋଚନୀୟ ହେଇକି ରହିଛି, ମୁଁ ସେଇଠି ଅଛି। କଣ ପାଇଁ ରହିଛି ନା, ଟୁ ହିଲ୍ ହର ପେନ୍ସ ଆଣ୍ଡ ଲୁଲ୍ ହର ହାର୍ଟ ଟୁ ରେଷ୍ଟ। ତାର ବେଦନାର ଉପଶମ ଲାଗି ମୁଁ ରହିଛି, ଆଉ ତା ହୃଦୟକୁ ଶାନ୍ତ କରିବାକୁ ମୁଁ ରହିଛି। ଖାଲି ହୃଦୟକୁ ଶାନ୍ତ କେମିତି କରିବି ନା, ମୋ ମା, ମୁଁ ତା ପାଇଁ ନାନାବାୟା ଗୀତ ଗାଇବି। ତ ଲୁଲ୍ ହର ହାର୍ଟ ଟୁ ରେଷ୍ଟ, ତା ହୃଦୟକୁ ମୁଁ ନାନାବାୟା ଗୀତ ଗାଇକି ବିଶ୍ରାନ୍ତି ଦେବାକୁ ଆସିଛି। କାରଣ ଏଇ ଜୀବନ ଭିତରୁ, ଯେତେ ଜଡ଼ ଭିତରୁ ଜୀବନର ଆତ୍ମପ୍ରକାଶ ହେଲା, ଜୀବନଟି ବଞ୍ଚିବା ପାଇଁ କେତେ କଷ୍ଟ ନ କଲା। ଗୋଟେ ପ୍ରାଣୀର କଷ୍ଟକୁ ଆପଣ ଦେଖିଛନ୍ତି? କି କଷ୍ଟ! ଯୋଉ ଭୋକ ଶୋଷ ତାର ଅଛି, ସେ ଭୋକ ଶୋଷ ମେଣ୍ଟାଇବା ପାଇଁ ତା ପାଖରେ ଉପାୟ ନାହିଁ। ଯୋଉ ରୋଗ ବ୍ୟାଧି ହୁଏ, ତାକୁ ସେ ଉପଶମ କରିବା ପାଇଁ ତା ପାଖରେ କିଛି ଉପାୟ ନାହିଁ। କିନ୍ତୁ ମଣିଷ ପାଖରେ ମା ଅଛନ୍ତି ବୋଲି ତ ତାକୁ ବୁଦ୍ଧି ଦେଇଛନ୍ତି। ତେବେ ତ ସେ ଚିକିତ୍ସା ବିଜ୍ଞାନ ତିଆରି କରୁଛି, ଆଜି ଉଡାଜାହାଜରେ ଉଡି ଯାଉଛି। ତେଣୁ ଏଇ ବୁଦ୍ଧିଟା ହେଲା ଆଲୋକ। ବୁଦ୍ଧିର ସଂସ୍କୃତ ପରିଭାଷା ହେଲା ମହତ। ଏଇ ବୁଦ୍ଧିଟା ହେଲା ପରମେଶ୍ୱରଙ୍କର ପ୍ରସାଦ। ତେଣୁ ଭାଇ ଭଉଣୀ ମାନେ, ଆମ ପାଇଁ ବେଶୀ ଠିକ ହବ ଆମେ ବୁଦ୍ଧି, ଯାହାକୁ ଆମେ ଆଲୋକ ବୋଲି କହୁଛୁ, ଭଗବାନଙ୍କର ପ୍ରସାଦ ବୋଲି କହୁଛୁ, ତାକୁ ବ୍ୟବହାର କରୁ। ଆମେ ବୁଝୁ ଯେ ଏଠି କିଏ ରହିପାରିବେ ମାଙ୍କ ଭିନ୍ନ। ମହାପ୍ରକୃତି ଆମକୁ, ମାଙ୍କୁ ରଖିଛନ୍ତି କଣ କରିବା ପାଇଁ? and lay her head upon the mother's lap, ମାର କୋଳରେ ତା ମୁଣ୍ଡଟିକୁ ରଖିବା ପାଇଁ। ଆମେ ଯେତେବେଳେ ଜୀବନରେ ନିରାଶ ହେଇଯାଉ, ହତାଶ, ଛୋଟ ଛୁଆ କଣ କରେ? ତା ମାର ମୁଣ୍ଡରେ କୋଳ ଦେଇ ଶୋଇଯାଏ। ଆମ ପାଇଁ ସେଇଭଳି ଏକ ବାସ୍ତବତା ସମ୍ପୂର୍ଣ୍ଣ ପ୍ରସ୍ତୁତ। ଅଥଚ that she may dream of God and know his peace. କଣ ପାଇଁ ମା ବିଶ୍ରାମ ଦେବାକୁ ଚାହୁଁଛନ୍ତି? କଣ ପାଇଁ ମା ତା ଯନ୍ତ୍ରଣାର ଉପାସନ କରିବାକୁ ଚାହୁଁଛନ୍ତି, ଉପଶମ କରିବାକୁ ଚାହୁଁଛନ୍ତି? କଣ ପାଇଁ ତା ହୃଦୟର ବ୍ୟଥା ଗୁଡିକୁ ଦୂର କରିବାକୁ ଯାଉଛନ୍ତି ନାନାବାୟା ଗୀତ ଗାଇକି, ଲୁଲାବି ଗାଇକି? ଏଇଥିପାଇଁ ଯେ ସେ ଭଗବାନଙ୍କୁ ଜାଣିବ, ସେ ଭଗବାନଙ୍କୁ ନେଇ ସ୍ୱପ୍ନ ଦେଖିବ। he will dream that she may dream of God and know his peace. ସେ ଆତ୍ମା ଦିନେ ଭଗବାନଙ୍କର ସ୍ୱପ୍ନ ଦେଖିବ, ଆଉ ତାଙ୍କର ବିଶ୍ରାନ୍ତିକୁ ଜାଣିବ, ତାଙ୍କ ଶାନ୍ତିକୁ ଜାଣିବ। ଏଥିପାଇଁ ନା, and draw the harmony of higher spheres, ସେ ସଂଗତି ଆଣିବ ବହୁ ସ୍ତର ଭିତରେ, ଉଚ୍ଚତର ସ୍ତର ଭିତରେ। ଏଇ ମଣିଷ ଯାହାର ଆତ୍ମା ଅଛି, ଯାହାର ବୁଦ୍ଧି ଅଛି, ଯାହାର ମନ ଅଛି, ଯାହାର ସତ୍ୟ ଅଛି, ଯିଏ ସତ୍ୟକୁ ଧାରଣ କରିପାରିବାର କ୍ଷମତା ଅଛି, ସତ୍ୟକୁ ବୁଝିପାରିବାର କ୍ଷମତା ଅଛି, ଆତ୍ମସନ୍ଦୀପନର କ୍ଷମତା ଯାହା ପାଖରେ ରହିଛି। ଅଥଚ ଆଜିର ପୃଥିବୀ କେତେ ରୁକ୍ଷ, ଆଜିର ପୃଥିବୀ କେତେ ବିକ୍ଷୁବ୍ଧ, ଆଜିର ପୃଥିବୀ କେତେ ଅଶାନ୍ତ, ଆଜିର ପୃଥିବୀ କେତେ ବେଦନାଦଗ୍ଧ। ଆମ ଜୀବନ କେତେ ଜଳୁଛି, କେତେ ଅଶାନ୍ତିରେ, କେତେ ଅପ୍ରାପ୍ତିରେ, କେତେ ହାହାକାରରେ, କେତେ ହୃତାଶନରେ, କେତେ ହିଂସା, କେତେ କ୍ରୋଧ, କେତେ ମାନ, କେତେ ଅଭିମାନ, କେତେ ଅଜ୍ଞାନତା। ଏ ସବୁ ଅନ୍ଧକାରକୁ କଟିକି ଦିନେ ଆଲୋକ ହବ। ଯଦି ସେ ଆଲୋକ ହବ, ନିଶ୍ଚୟ ହବ into the rhythm of earth's rude troubled days. এই ଜଗତର ସମସ୍ତ ଟ୍ରବୁଲ, ସମସ୍ତ ବିକ୍ଷୁବ୍ଧିକୁ
ଉପଶମ କରିଦିନେ ଭଗବାନଙ୍କର ଆଲୋକ ଏଠି କାର୍ଯ୍ୟକାରୀ ହେବ। ସେହି ଆଲୋକକୁ ଧାରଣ କରିବା ପରି ଆମ ପାଖରେ ମହାନ ଶକ୍ତିକୁ ଯେତେବେଳେ ମା ନିଜେ ଧାରଣ କରିଛନ୍ତି ଆମ ପାଇଁ, ଆମେ ସେତେବେଳେ ଦେଖିବା ଆମ ପାଖରେ ଆତ୍ମାର ଏକ ଅଗ୍ନି ରହିଛି। Our soul is a fire that can illuminate any darkness. କୌଣସି ବି ଅନ୍ଧକାରକୁ ସେ ଦୂର କରିଦେଇପାରେ। ଭାଇ ଭଉଣୀମାନେ, ଆମେ ସମସ୍ତେ ଆତ୍ମସନ୍ଦୀପନର ଏହି ପଥରେ ଚାଲିବା ନା? ଶ୍ରୀ ଅରବିନ୍ଦଙ୍କର ତପସ୍ୟା ରହିଛି, ସିଦ୍ଧି ରହିଛି, ସବୁ କିଛି ସେ ପ୍ରସ୍ତୁତ କରିଛନ୍ତି। ମା ଆମକୁ ଅପେକ୍ଷା କରିଛନ୍ତି, ଆମେ ନିଶ୍ଚୟ କରିବା। ସମସ୍ତଙ୍କୁ ମାଙ୍କର ଅନେକ ଅନେକ କୃପା ଓ ଆଶୀଷ ଭିକ୍ଷା କରୁଛି ସମସ୍ତଙ୍କ ପାଇଁ। ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି, କୃତଜ୍ଞତା ଜଣାଉଛି। ବନ୍ଦେ ମାତରମ୍।